My dear student, I again welcome to all of you in my economic class. Up to our last class, we have already discussed the law of diminishing marginal utility, its meaning, definition, analysis, limitation, and the law of diminishing marginal utilities applications in the various economic fields and its importance. Today, we have to discuss the another important law of our microeconomic theory, that is the law of equimarginal utility. ଓଡ଼ିଆରେ କହିଲେ ଏହାକୁ ସମସୀମାନ୍ତ ଉପଯୋଗିତାର ସୂତ୍ର ବୋଲି ମଧ୍ୟ କୁହାଯାଏ। ପୁଣି ଏହାକୁ ସମସୀମାନ୍ତ ଉପଯୋଗିତାର ସୂତ୍ରକୁ ଉପଭୋକ୍ତାଙ୍କ ସନ୍ତୁଳନର ସୂତ୍ର ବା ଉପଭୋକ୍ତାଙ୍କ ସର୍ବାଧିକ ପରିତୃପ୍ତିର ସୂତ୍ର ବୋଲି ମଧ୍ୟ କୁହାଯାଏ। ତ ସର୍ବପ୍ରଥମେ ଏହି ସୂତ୍ରର ଉପକ୍ରମ ବିଷୟରେ ମୁଁ ଆଲୋକପାତ କରିବି। ଏହି ସୂତ୍ର ସୃଷ୍ଟି ହେଲା କେମିତି, ଆରମ୍ଭ ହେଲା କେମିତି? ତ ଏହି ସୂତ୍ର ଉପଭୋକ୍ତା ତାଙ୍କର ସୀମିତ ଆୟକୁ ବଜାରରେ ବିଭିନ୍ନ ଦ୍ରବ୍ୟ କ୍ରୟ କଲାବେଳେ କିଭଳି ଭାବରେ ଆବଣ୍ଟନ କଲେ ସର୍ବାଧିକ ପରିତୃପ୍ତି ଲାଭ କରିପାରିବେ, ତାହା ହିଁ ଏହି ସୂତ୍ର ବିଶ୍ଳେଷଣ କରିଥାଏ। ଆମେ ଜାଣୁ ମାନବିକ ଅଭାବ ଅସୀମ ଓ ଅଭାବ ଗୁଡ଼ିକ ପରସ୍ପର ପ୍ରତିଯୋଗୀ ମଧ୍ୟ, କିନ୍ତୁ ଉପଭୋକ୍ତାଙ୍କ ଆୟ ବା ସମ୍ବଳ ସୀମିତ ହୋଇଥିବାରୁ ସେ ସମସ୍ତ ଅଭାବକୁ ଏକ ସମୟରେ ପୂରଣ କରିବା ସମ୍ଭବ ହୋଇନଥାଏ। ଏଥିପାଇଁ ସେ ଅଗ୍ରାଧିକାର ଭିତ୍ତିରେ ଅଭାବ ଗୁଡ଼ିକୁ ମନୋନୟନ କରନ୍ତି। ମନୋନୀତ ଅଭାବ ଗୁଡ଼ିକର ପରିପୂରଣ ନିମିତ୍ତ ସେ ନିଜର ସୀମିତ ଆୟକୁ ଯେଉଁ ନିୟମ ଅନୁସାରେ ଆବଣ୍ଟନ କରି ସର୍ବାଧିକ ପରିତୃପ୍ତି ଲାଭ କରନ୍ତି, ତାହାକୁ ସମସୀମାନ୍ତ ଉପଯୋଗିତାର ସୂତ୍ର ବୋଲି କୁହାଯାଏ। ମୋଟାମୋଟି ଭାବରେ ଉକ୍ତ ସୂତ୍ର ମାନବୀୟ ଅଭାବର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ଉପରେ ଆଧାରିତ ହୋଇଛି। ପ୍ରଥମଟି ହେଲା ମାନବିକ ଅଭାବ ଅସୀମ, ଆଉ ଦ୍ୱିତୀୟଟି ହେଲା ଅଭାବ ଗୁଡ଼ିକ ପରସ୍ପର ପ୍ରତିଯୋଗୀ। ଆମ ପାଖରେ ଅନେକ ଗୁଡ଼ିଏ ଅଭାବ ଥିବା ଯୋଗୁଁ ଆମର ଅଭାବ ଗୁଡ଼ିକ ପରସ୍ପର ପ୍ରତିଯୋଗୀ ହୋଇଥାଏ। ଦ୍ୱିତୀୟ ପର୍ଯ୍ୟାୟରେ ଏହି ସୂତ୍ରର ସଂଜ୍ଞା ବିଷୟରେ ମୁଁ ଆଲୋକପାତ କରିବି। ବିଶିଷ୍ଟ ନବ୍ୟ ସଂସ୍ଥାପକ ଅର୍ଥଶାସ୍ତ୍ରୀ ପ୍ରଫେସର ମାର୍ଶଲଙ୍କ ଭାଷାରେ ବା ପ୍ରଫେସର ମାର୍ଶଲ ଏହି ସମସୀମାନ୍ତ ଉପଯୋଗିତାର ସୂତ୍ରର ସଂଜ୍ଞା ପ୍ରଦାନ କରିବାକୁ ଯାଇ କହିଛନ୍ତି ଯେ ଯଦି
କୌଣସି ବ୍ୟକ୍ତିଙ୍କର ବିବିଧ ଭାବରେ ବ୍ୟବହୃତ ହୋଇପାରୁଥିବା ଏକ ପଦାର୍ଥ ଥାଏ, ତେବେ ସେ ଏହାକୁ ବିଭିନ୍ନ ବ୍ୟବହାରରେ ଏହିପରି ବଣ୍ଟନ କରିବେ ଯାହାଦ୍ୱାରା ସମସ୍ତ ବ୍ୟବହାରରେ ସୀମାନ୍ତ ଉପଯୋଗିତା ସମାନ ହେବ। ଅର୍ଥାତ୍ ଯେତେବେଳେ ଉପଭୋକ୍ତା ଦ୍ରବ୍ୟଗୁଡ଼ିକର ସୀମାନ୍ତ ଉପଯୋଗିତା ପରସ୍ପର ସହିତ ସମାନ, ସେତେବେଳେ ଉପଭୋକ୍ତା ସର୍ବାଧିକ ପରିତୃପ୍ତି ଲାଭ କରନ୍ତି। ଏହି ସୂତ୍ରର କୁ ଯଦି ଆମେ ଇଂରାଜୀ ଭାଷାରେ କହିବା ତାହେଲେ ଇଫ୍ ଏ ପର୍ସନ୍ ହ୍ୟାଜ୍ ଏ ଥିଙ୍ଗସ୍ which he can put to several uses, he will distribute it among these uses in such a way that it has the same marginal utility in all. ଏଇଟା ହେଉଛି ସମସୀମାନ୍ତ ଉପଯୋଗିତାର ସୂତ୍ରର ସଂଜ୍ଞା। ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଏହି ସମସୀମାନ୍ତ ଉପଯୋଗିତାର ସୂତ୍ରର କିଛି ସର୍ତ୍ତ ଉପରେ ଆଲୋଚନା କରିବା। ସର୍ତ୍ତ କହିଲେ କ'ଣ ନା, ଏହି ସମସୀମାନ୍ତ ଉପଯୋଗିତାର ସୂତ୍ର କାର୍ଯ୍ୟକାରୀ ହେବାକୁ ଗଲେ ଆମକୁ କିଛି ସର୍ତ୍ତ ବା ନିୟମ ମାନିବାକୁ ପଡ଼ିବ। ସେହି ସର୍ତ୍ତକୁ ଆଧାର କରି ସମସୀମାନ୍ତ ଉପଯୋଗିତାର ସୂତ୍ର କାର୍ଯ୍ୟ କରିଥାଏ। ତ ଦେଖ, ଏଠି ସୂତ୍ରର ସର୍ତ୍ତ ଗୁଡ଼ିକ ମଧ୍ୟରୁ ପ୍ରଥମରେ ହେଲା, ଉପଭୋକ୍ତା ଜଣେ ବିଚାର ବୁଦ୍ଧି ସମ୍ପନ୍ନ ସ୍ୱାଭାବିକ ବ୍ୟକ୍ତି ହୋଇଥିବେ। ଆମ ଉପଭୋକ୍ତା ଯଦି ଅସାଧାରଣ ବ୍ୟକ୍ତି ହେବ, ଅସାଧାରଣ ବ୍ୟକ୍ତି କହିଲେ ମଦ୍ୟପ, କୃପଣ, କବି, ଦାର୍ଶନିକ, ଏହି ବ୍ୟକ୍ତିମାନଙ୍କୁ ଆମେ ଅସାଧାରଣ ବ୍ୟକ୍ତି ବୋଲି କହିଥାଉ। ତ ଏହି ବ୍ୟକ୍ତିମାନଙ୍କ କ୍ଷେତ୍ରରେ ସମସୀମାନ୍ତ ଉପଯୋଗିତା ଠିକ୍ ଭାବରେ କାର୍ଯ୍ୟ କରିଥାଏ ନାହିଁ। ଦ୍ୱିତୀୟ ସର୍ତ୍ତ ହେଲା, ଉପଭୋକ୍ତାଙ୍କର ରୁଚି ଓ ଆଗ୍ରହରେ କୌଣସି ପରିବର୍ତ୍ତନ ହେବ ନାହିଁ। ଅର୍ଥାତ୍ ଏହି ସୂତ୍ର କାର୍ଯ୍ୟକାରୀ ହେବା ପାଇଁ ଗଲେ ଉପଭୋକ୍ତାଙ୍କର ରୁଚି ଓ ଆଗ୍ରହ ସମ୍ପୂର୍ଣ୍ଣ ଭାବରେ ସ୍ଥିର ରହିବା ଦରକାର। ଯଦି ତାହା ପରିବର୍ତ୍ତନ ହୋଇଥାଏ ତାହେଲେ ସମସୀମାନ୍ତ ଉପଯୋଗିତାର ସୂତ୍ର ଠିକ୍ ଭାବରେ କାର୍ଯ୍ୟ କରିପାରିବ ନାହିଁ। ତୃତୀୟ ସର୍ତ୍ତ ହେଲା, ଉପଭୋକ୍ତାଙ୍କ ଆୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ଅର୍ଥାତ୍ ଉପଭୋକ୍ତାଙ୍କ ପାଖରେ ଯେଉଁ ଆୟ ରହିଛି, ଏହି ଆୟ ଆମର ଉପଭୋକ୍ତ ସମୟ, ସେ ଯେଉଁ ସମୟ ପର୍ଯ୍ୟନ୍ତ ଉପଭୋଗ ପ୍ରକ୍ରିୟା ଜାରି ରଖିବେ, ସେହି ସମୟ ଭିତରେ ତାଙ୍କର ଆୟର କୌଣସି ପରିବର୍ତ୍ତନ ହେବ ନାହିଁ। ଯଦି ତାଙ୍କ ଆୟର ପରିବର୍ତ୍ତନ ହୋଇଥାଏ ତାହେଲେ ସମସୀମାନ୍ତ ଉପଯୋଗିତାର ସୂତ୍ର ଠିକ୍ ଭାବରେ କାର୍ଯ୍ୟ କରିପାରିବ ନାହିଁ। ଚତୁର୍ଥ ସର୍ତ୍ତ ହେଲା, ଉପଭୋକ୍ତା କ୍ରୟ କରୁଥିବା ଦ୍ରବ୍ୟର ବଜାର ଦର ଅପରିବର୍ତ୍ତିତ ରହିବ। ଅର୍ଥାତ୍ ଉପଭୋଗ ପ୍ରକ୍ରିୟା ସମୟ ମଧ୍ୟରେ ଦ୍ରବ୍ୟର ଦରର ମଧ୍ୟ କୌଣସି ପରିବର୍ତ୍ତନ ହେବା ଆବଶ୍ୟକ ନୁହେଁ। ଯଦି ଦରର ପରିବର୍ତ୍ତନ ହୋଇଗଲା, କମ୍ ବେଶୀ ଯଦି ହୋଇଗଲା, ତାହେଲେ ତାହା ଆମ ଉପଯୋଗ ପରିମାଣକୁ ପ୍ରଭାବିତ କରିବ। ତେଣୁ ଦ୍ରବ୍ୟର
बजार दर मध्य स्थिर रहिबो बा अपरिवर्तित रहिबो। पंचम शर्त है मुद्रार सीमांत उपयोगिता स्थिर रहिबो। उपभोग प्रक्रिया मध्यरे उपभोक्तांकर व्यवहार करुथिबा मुद्रा बा विनियोग करुथिबा मुद्रा रो उपयोगिता ताहा स्थिर रहिबा आवश्यक। ताहा यदि कम बेसी हो गला ताहले समसीमांत उपयोगितार सूत्र कार्यकारी करि परिबो नाही। षष्ठ शर्त है उपयोगिता एक मानसिक धारणा हेले मध्य एहार परिमाणात्मक परिमाप संभव ओ मुद्रा ही उपयोगितार मापकाठी। एई सबु शर्त उपरे आमर समसीमांत उपयोगितार सूत्र पर्यवेसित हो रही। आमे परवर्ती पर्याय आसंता काली सूत्रर व्याख्या एक गाणितिक उदाहरण माध्यम रे सूत्रर वर्णना एक ज्यामितिक ग्राफ माध्यम रे सूत्रर वर्णना गुड़िक करिबा। आज पाई एई समसीमांत उपयोगितार सूत्र क्लासटा एठी रहिला। धन्यवाद।